ଏହା ମଙ୍ଗଳ ଓ ସୂର୍ଯ୍ୟଙ୍କ ଏବଂ ବୁଧଙ୍କ ସଂଯୋଗରେ ଏହି ଶକ୍ତିଶାଳୀ ଦୀର୍ଘାୟୁ ଯୋଗ ଏକ ମାଙ୍ଗଳିକ ରାଜ୍ୟ ଯୋଗ ଏବଂ ଏକ ଲାଭ ସୃଷ୍ଟି ଯୋଗ ସୃଷ୍ଟି କରିବ। ଏହି ଯୋଗ ମେ 15 ପର୍ଯ୍ୟନ୍ତ ସକ୍ରିୟ ରହିବ। ମେଷ ରାଶିରେ ମଙ୍ଗଳଙ୍କ ଚଳନ ଦ୍ୱାରା ସୃଷ୍ଟି ହୋଇଥିବା ଦୀର୍ଘାୟୁ ଯୋଗ 5ଟି ରାଶିର କ୍ୟାରିୟର ଏବଂ ଭାଗ୍ୟ ଉଭୟକୁ ପରିବର୍ତ୍ତନ କରିବାକୁ ଯାଉଛି। ଏହା ରାଜା ହେବାର ପଥ ମଧ୍ୟ ଖୋଲିଦେବ। ଏହି ମଙ୍ଗଳ ଚଳନ ମେ 11, 2026ରେ ଘଟିବାକୁ ଯାଉଛି, ଯାହା ଦୀର୍ଘାୟୁ ରାଜଯୋଗ ଏବଂ ମାଙ୍ଗଳା ଦିଗ୍ୟ ରାଜଯୋଗ ସୃଷ୍ଟି କରିବ। ଜାଣନ୍ତୁ ଯେ ଆପଣଙ୍କ ରାଶି ଏହି ଭାଗ୍ୟବାନ ରାଶି ମଧ୍ୟରେ ଅଛି କି ନାହିଁ। ମେ 11, 2026ରେ ମଙ୍ଗଳ ନିଜ ରାଶି ମେଷରେ ଚଳନ କରିବେ, ଯେଉଁଠାରେ ଏହା ପୂର୍ବରୁ ଥିବା ସୂର୍ଯ୍ୟ ଏବଂ ବୁଧ ସହିତ ସଂଯୋଗ ରଖିବ। ଏହା ମଙ୍ଗଳ, ସୂର୍ଯ୍ୟ ଏବଂ ବୁଧଙ୍କ ସଂଯୋଗରୁ ଏକ ଶକ୍ତିଶାଳୀ ଦୀର୍ଘାୟୁ ଯୋଗ, ଏକ ମାଙ୍ଗଳିକ ଯୋଗ ରାଜଯୋଗ ଏବଂ ଏକ ଲାଭ ଦୃଷ୍ଟି ଯୋଗ ସୃଷ୍ଟି କରିବ। ଏହି ଯୋଗ ମେ 15 ପର୍ଯ୍ୟନ୍ତ ସକ୍ରିୟ ରହିବ। ତଥାପି ଏହି 5 ଦିନ କେବଳ ମେଷ, ତୁଳା ଏବଂ କୁମ୍ଭ ସମେତ 5ଟି ରାଶି ପାଇଁ ଭାଗ୍ୟର ପ୍ରବେଶ ଦ୍ୱାର ପ୍ରମାଣିତ ହୋଇପାରେ। ମେଷ ରାଶି ଏହି ରାଜଯୋଗ ମେଷ ରାଶିରେ ସୃଷ୍ଟି ହେଉଛି, ଯାହା ସେମାନଙ୍କ ଆତ୍ମବିଶ୍ୱାସକୁ ବୃଦ୍ଧି କରିବ ଏବଂ ସେମାନଙ୍କ ନେତୃତ୍ୱ ଦକ୍ଷତାକୁ ବୃଦ୍ଧି କରିବ। ଆପଣଙ୍କୁ ଏକ ଉଚ୍ଚ ପଦବୀ ମିଳିପାରେ। ଗୁରୁତ୍ୱପୂର୍ଣ୍ଣ ସରକାରୀ କାମ ସମାପ୍ତ ହେବ। ସମାଜରେ ଆପଣଙ୍କ ସମ୍ମାନ ବୃଦ୍ଧି ପାଇବ। କ୍ୟାରିୟରରେ ସମ୍ବନ୍ଧୀୟ ସମସ୍ୟା ସମାଧାନ ହେବ। ସ୍ୱାସ୍ଥ୍ୟରେ ଉନ୍ନତି ହେବ। ସିଂହ ରାଶିର ଶାସକ ସୂର୍ଯ୍ୟ ବର୍ତ୍ତମାନ ଉଚ୍ଚ ସ୍ଥାନରେ ଅଛନ୍ତି ଏବଂ ଏହି ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଲାଭ ଆଣିପାରେ। କେବଳ କିଛି ବର୍ଷରେ ଆପଣଙ୍କ କାର୍ଯ୍ୟ ସଫଳ ହେବ। ଆପଣଙ୍କର କଠିନ ପରିଶ୍ରମ ବହୁ ଗୁଣିତ ପୁରସ୍କାର ପ୍ରଦାନ କରିବ। ବିଦେଶ ଯାତ୍ରା କିମ୍ବା ଉଚ୍ଚ ଶିକ୍ଷା ପାଇଁ ଏହା ଏକ ଉତ୍ତମ ସମୟ। ପ୍ରତ୍ୟେକ ପଦକ୍ଷେପରେ ଭାଗ୍ୟ ଆପଣଙ୍କ ସହିତ ରହିବ। ତୁଳା ରାଶି ଏହି ରାଜଯୋଗ ତୁଳା ରାଶି ପାଇଁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଆଣିବ। ସହଭାଗିତା ଗୁରୁତ୍ୱପୂର୍ଣ୍ଣ ସଫଳତା ଆଣିପାରେ। ଆପଣଙ୍କୁ ଏକ ନୂତନ ଚାକିରି ପ୍ରସ୍ତାବ କିମ୍ବା ଆପଣଙ୍କ ବର୍ତ୍ତମାନର ଚାକିରି ଉଚ୍ଚ ପଦବୀ ମିଳିପାରେ। ଆର୍ଥିକ ପ୍ରଗତି ସମ୍ଭବ ହେବ। ଆପଣ କ୍ଷେତ୍ରରେ ଚାଲିଥିବା କୋର୍ଟ ମାମଲା ଆପଣ ଜିତିପାରନ୍ତି। ମକର ରାଶି ଏହି ଦୀର୍ଘାୟୁ ଯୋଗ ମକର ରାଶିର ଲୋକଙ୍କୁ ସାହସ ଦେବ। ସେମାନେ ପୁଣି ଥରେ ସେମାନଙ୍କ ଲକ୍ଷ୍ୟ ହାସଲ କରିବାକୁ ଉଠିବେ। ଆୟର ନୂତନ ଉତ୍ସ ଉଭା ହେବ ଏବଂ ନିବେଶର ଗୁରୁତ୍ୱପୂର୍ଣ୍ଣ ଲାଭ ହେବାର ସମ୍ଭାବନା ଅଛି। ବ୍ୟବସାୟୀମାନେ ସେମାନଙ୍କ ସଫଳ ବୁଝାମଣା ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିବେ। ସେମାନେ ସେମାନଙ୍କ ପରିବାର ସହିତ ଖୁସିରେ ସମୟ ବିତାଇବେ। କୁମ୍ଭ ରାଶି ପାଇଁ ଏହି ସମୟ ପିଲାମାନଙ୍କ ପାଇଁ ଖୁସି ଆଣିବ। ଏହା ଜୀବନର ପ୍ରେମ ବୃଦ୍ଧି କରିବ। ସେମାନେ ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟୀ ନିଷ୍ପତ୍ତି ନେଇପାରେ। ଏହା ଏକ ନୂତନ ଉଦ୍ୟମ ଆରମ୍ଭ କରିବା ପାଇଁ ଏକ ଭଲ ସମୟ। ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ସମୟ ସୁବର୍ଣ୍ଣ ସୁଯୋଗ ଦେବ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ସମ୍ଭାବନା ଅଛି। ସେମାନଙ୍କୁ ହଠାତ୍ ଆର୍ଥିକ ଲାଭ ମଧ୍ୟ ମିଳିପାରେ।